ସାଧାରଣତଃ ଶୀତ ବଢ଼ିଗଲେ ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକେ ମୋଜାର ବ୍ୟବହାର କରିଥାନ୍ତି, କାହିଁକିନା ମୋଜା ପିନ୍ଧିବା ଦ୍ୱାରା ପାଦକୁ ଉଷୁମ ଲାଗିଥାଏ। କିନ୍ତୁ ଆପଣ ଜାଣିଛନ୍ତି ରାତିରେ ମୋଜା ପିନ୍ଧି ଶୋଇବା ଦ୍ୱାରା କ'ଣ ସବୁ ଅସୁବିଧା ହୋଇଥାଏ? ତେବେ ଚାଲନ୍ତୁ ଜାଣିବା ଆଜିର ଭିଡ଼ିଓରେ। ତେବେ ଦର୍ଶକ ବନ୍ଧୁ, ପ୍ରଥମେ ଆମେ ଜାଣିବା ମୋଜା ପିନ୍ଧିବା ଦ୍ୱାରା ଆମକୁ କେଉଁ ସବୁ ସୁବିଧା ମିଳିଥାଏ। ପ୍ରଥମତଃ ଗୋଇଠି ଫଟା ଦୂର ହୋଇଥାଏ, ଯେମିତିକି ଥଣ୍ଡା ହେତୁ ହାତ ଏବଂ ପାଦ ଫାଟିଥାଏ। ତେବେ ମୋଜା ପିନ୍ଧି ଶୋଇବା ଦ୍ୱାରା ଏହି ସମସ୍ୟାରୁ ରକ୍ଷା ପାଇପାରନ୍ତି। ଏହା ରାଇନାଇଡର ସିଣ୍ଡ୍ରୋମ୍ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ମୋଜା ସହିତ ଶୋଇବା ପାଦକୁ ଧୂଳି ଏବଂ ପବନ ଠାରୁ ଦୂରେଇ ରଖିଥାଏ। ସେଭଳି ମୋଜା ପିନ୍ଧିବା ଦ୍ୱାରା ଥଣ୍ଡା ଦୂର ହୋଇଥାଏ, ଶରୀରର ତାପମାତ୍ରା ନିୟନ୍ତ୍ରିତ ହୁଏ। ମୋଜା ପିନ୍ଧିବା କାରଣରୁ ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ। ଏହା ଶରୀରକୁ ଗରମ କରିଥାଏ। ଶୀତଦିନେ ଥଣ୍ଡା ହେତୁ ଶୀଘ୍ର ଶୋଇବା କଷ୍ଟକର, କିନ୍ତୁ ମୋଜା ପିନ୍ଧି ଶୋଇବା ଶରୀରକୁ ଗରମ କରିଥାଏ ଏବଂ ଶୀଘ୍ର ନିଦ ଆସିଥାଏ। ଏବେ ଜାଣିବା ମୋଜା ପିନ୍ଧିବା ଦ୍ୱାରା ଆମକୁ କେଉଁ ସବୁ କ୍ଷତି ହୋଇଥାଏ। ପ୍ରଥମତଃ ରାତିରେ ଟାଇଟ୍ ମୋଜା ପିନ୍ଧି ଶୋଇବା ଦ୍ୱାରା ରକ୍ତ ପ୍ରବାହରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଥାଏ। ଫଳତଃ ପାଦ ଝିମଝିମ ହେବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଆଉ ଦ୍ୱିତୀୟତଃ, ଯଦି ମୋଜା ଓଦା କିମ୍ବା ମଇଳା ହୋଇଥାଏ, ଏହା ଚର୍ମରେ ଘା କିମ୍ବା ସଂକ୍ରମଣ କରିପାରେ। ଫଳରେ ଜୀବାଣୁ କବକ ସଂକ୍ରମଣର ମଧ୍ୟ ସମ୍ଭାବନା ରହିଥାଏ। ଯେଉଁମାନଙ୍କ ପାଦରେ କୁଣ୍ଡେଇ ହେବା କିମ୍ବା ସଂକ୍ରମଣର ସମସ୍ୟା ରହିଛି, ସେମାନେ ଏହି ଅଭ୍ୟାସ ଗ୍ରହଣ କରିବା ଉଚିତ ନୁହେଁ। ତେଣୁ ମୋଜା ପିନ୍ଧିବା ବେଳେ ମନେ ରଖିବା ଉଚିତ ଯେ ମୋଜା ଭଲ ଭାବେ ସଫା ରଖିବା ଉଚିତ। ମଇଳା ମୋଜା ପାଦକୁ କ୍ଷତି ପହଞ୍ଚାଇଥାଏ।